ମୁଁ ନନ୍ଦଲାଲା ତୁଣ୍ଡରେ ହରିହରି ବେକରେ ତୁଳସୀ ମାଳା ଗୋପରୁ ମଥୁରା ଚାଲେ ମୋରି ଲୀଳା ଯିଏ ମତେ ବିରୋଧ କଲା କରିଦେବି ତାର ଠିଆ ପାଲା ତିଙ୍ଗିନା ଦେଇ ଧେଟେକେଟେ ଥେଇ ମୁଁ ଆକାଶ ମାନେ ସ୍वर्ग ମୁଁ ବିକାଶ ମାନେ ମୁଁ ମୋର ସବୁ କାର୍ଯ୍ୟକୁ ବିକଶିତ କରା ମୁଁ ହିସାବ ନିକାଶ ମାନେ ଯିଏ ମୋ ବିରୁଦ୍ଧରେ ଯାଏ ଶୁଦ୍ଧ ମୂଳ ସହିତ ତାର ହିସାବ ନିକାଶ କରିଦିଏ ସେଇଥିପାଇଁ ମୋ ନାଁ ଆକାଶ ବିକାଶ ହିସାବ ନିକାଶ। ଚରିତ୍ର ଭିନ୍ନ ଭିନ୍ନ କରିବା এটা সিনেমা হেনে যে ମୁଁ ଗୋଟେ ଫିଲ୍ମ ବର୍ଷରେ କରିଦେବି ମତେ ଗୋଟେ ଚରିତ୍ରରେ ଦେଖିବେ ମନ ଶାନ୍ତି କରିବେ। ଏଠି ପାଞ୍ଚ ରାତି ହଉଛି ପାଞ୍ଚ ରାତି ପାଞ୍ଚ ପ୍ରକାର ଆସୁଛନ୍ତି ଦର୍ଶକ ଭେରାଇଟି। ମୁଁ ଯଦି ପାଞ୍ଚ ରାତି ନହେଲେ ଗୋଟେ ଦର୍ଶକ ଯଦି ତିନି ରାତି ଆସିବ ମତେ ଯଦି ଗୋଟେ ଚରିତ୍ର ଭଳି ଦେଖିବ ମତେ ବି ମାନେ ଭଲ ଲାଗିବନି ତାଙ୍କ ଆଗରେ ପରିବେଷଣ କରିବା ପାଇଁ ଅଭିନୟ। ତେଣୁ ଭିନ୍ନ ଭିନ୍ନ ଚରିତ୍ରରେ ଅଭିନୟ କଲେ ଟେଷ୍ଟଟା ଟିକେ ମଜା ଲାଗେ। ଗାଳି ପ୍ରାୟ ନେଗେଟିଭ ଚରିତ୍ରରେ କରନ୍ତି। ମୁଁ ରଙ୍ଗମଲ୍ଲରେ କରିଥିଲି। ରଙ୍ଗମଲ୍ଲ ମୋର ଆରମ୍ଭ ହେଇଥିଲା ନେଗେଟିଭ ଚରିତ୍ର ସବୁ କରିବା। ମିଛୁଆ ରାଧା ଗପ ସରିଲା ଗଙ୍ଗାଠୁ ପବିତ୍ର ଗଙ୍ଗଶିଉଳି ସେଥିରେ ଗୋଟେ କ୍ୟାରେକ୍ଟର କରୁଥିଲି ସାଇକୋ ଗୋଟେ ଇଏ ଭାରି ଘୃଣା କରନ୍ତି। ହଁ ହଁ ଟାୟା ଟାୟା ହେଇଠି ଶୁଣୁଛ ଇଏ ଆଲୋ ବାପା ସେ ସବୁ ଟିକେ ଫର୍ମାଲିଟି ଟିକେ ମତେ ଭଲ ଲାଗେ ନା ସତ କଥା। ନେଗେଟିଭ ଯୋଉ ଚରିତ୍ର ଉପରେ ଫୋକସ ନାହିଁ ସେମିତି ତ କିଛି ନାହିଁ। ମୋ ମତରେ କାହାଣୀ ହଉଛି ନାଟକର ହିରୋ ହଉଛି କାହାଣୀ। ଯଦି କାହାଣୀ ହିଟ୍ ହବ ତାହେଲେ ଆମେ ଚରିତ୍ର ମାନେ ସବୁ ହିଟ୍। ଆଉ ଯଦି ଜଣେ ହିଟ୍ ଗୋଟେ ଚରିତ୍ର ଖାଲି ହିଟ୍ ହେଇଯାଇଛି ନାଟକ ହିଟ୍ ହେଇପାରିବନି। ଏଟା ଏଇ କମ୍ପାନୀ ଆଡଭର୍ଟାଇଜ ପାଇଁ ବୋଧେ କରିଛନ୍ତି ଆଉ ଗୋଟେ ମେଳା ଚାଲିଛି ବର୍ତ୍ତମାନ ଚାରି ଚାରିଟା ପାର୍ଟି ଅଛନ୍ତି ପୁସୁକୁନି ଯୋଉ ମେଳା ହୁଏ ଆମର ଟାଙ୍ଗିରେ ତ ଆମେ ଅଛୁ ତ ଚାରି ଚାରିଟା ପାର୍ଟି ପଡିଛି ଯେହେତୁ ଅଲଗା ସବୁ ଯେମିତି ସବୁ ତୋରଣ ହୁଏ ଦୁର୍ଗା ପୂଜାରେ ସେରକମ ସେ ପ୍ରଚାର ଗାଡିଟିକୁ ଏଇ କମ୍ପାନୀର ଚିପ୍ସ ଟପ୍ ଅଫ୍ ଚିପ୍ସ ରେ ସଜେଇଛନ୍ତି ଆଉ। ମୋର 20,000 କି ହଁ 20-21,000 ବର୍ଷକୁ। ହଁ ଆଜି ଥିଲା ରଜ ସୁନ୍ଦରୀକୁ ସଜ ସିନ୍ଦୁର। ଆପଣଙ୍କର ଗୋଟେ ଡାଇଲଗ ତା ଦେହରେ ଫେମସ ଏଇ ଯୋଉ ଗଲା ନାଟକର ରଜ ସୁନ୍ଦରୀ ମୁଁ ଆକାଶ ମାନେ ସ୍वर्ଗ ମୁଁ ବିକାଶ ମାନେ ମୁଁ ମୋର ସବୁ କାର୍ଯ୍ୟକୁ ବିକଶିତ କରାଏ ମୁଁ ହିସାବ ନିକାଶ ମାନେ ଯିଏ ମୋ ବିରୁଦ୍ଧରେ ଯାଏ ଶୁଦ୍ଧ ମୂଳ ସହିତ ତାର ହିସାବ ନିକାଶ କରିଦିଏ ସେଇଥିପାଇଁ ମୋ ନାଁ ଆକାଶ ବିକାଶ ହିସାବ ନିକାଶ। ଭାଇ ଖଣ୍ଡଗିରିରେ ଆପଣଙ୍କର ଗୋଟେ ଭାଇରାଲ ହେଇଥିଲା ମୁଁ ନନ୍ଦଲାଲା ଏଥର ଖଣ୍ଡଗିରି ମେଳା ଆସୁଛି ଏଥର ଟାଇଆ ଭାଇକି ଲୋକ କୋଉ ରୂପରେ ଦେଖିବେ? କିଛି ନାହିଁ ନାଟକର ଚରିତ୍ରକୁ ନେଇ ଦେଖିବେ। ଟାୟା ଭାଇକି ଦେଖିବାରେ କିଛି ନାହିଁ। ଟାୟା ଭାଇ ଗୋଟେ ଜେନେରାଲ ମଣିଷ ଯିଏ ଭାବୁଥିବେ ମତେ ଦେଖିବା ପାଇଁ କିଛି ଗୋଟେ ଅଲଗା ପ୍ରକାର ସେମିତି ନାହିଁ। ସେ ତାଙ୍କରି ଭଳିଆ ରକ୍ତ ମାଂସରେ ଗଢା ଶରୀର କେବଳ ମୁଁ ଚରିତ୍ରକୁ ଦେଖିବାକୁ ଚାହାନ୍ତି। ନାଟକ ଦେଖିଲେ ଚରିତ୍ର ଦେଖିବେ ଚରିତ୍ର ଦେଖିଲେ ମତେ ଜାଣିବେ ଏଇଆ ହଉଛି କଥା। ଏତେ ଭିଲିଆନ ଥାଇକି ଟାଇଆ ଭାଇ ଗୋଟେ ନିଆରା ପରିଚୟ ସୃଷ୍ଟି କରିଛନ୍ତି। ପ୍ରକୃତରେ ଟାଇଆ ଭାଇଙ୍କ ନାଁ ପ୍ରକୃତରେ ଟାଇଆ ନା ଟାଇଆର ଉପାଧି ପାଇছে? ନାଇଁ ଟାଇଆର ଉପାଧି ବୋଲି କିଛି ନାହିଁ। ଏଟା ବାପା ମାଙ୍କ ଉପାଧି। ମୋର ଟାଇଆ ନାମକରଣଟି ହଉଛି ଘରଠାରୁ ନିଶ୍ଚିତ ଭାବରେ। ଆପଣଙ୍କର ଗୋଟେ ଫେମସ ଡାଇଲଗ ଆଜି ଭୁବନେଶ୍ୱର ଆସି ଝୁରୁଛନ୍ତି ମୁଁ ନନ୍ଦଲାଲା ଇଏ ଆସୁଛି ଖଣ୍ଡଗିରି ମେଳା ଆପଣଙ୍କର ସେଇ ଡାଇଲଗ ଟା ଭୁବନେଶ୍ୱର ଆସିକି ଆଉ ଥରେ ଶୁଣାନ୍ତୁ କାହିଁକି ନା ଆପଣଙ୍କୁ ଦେଖିବାକୁ ଆଜି ବି ଅପେକ୍ଷା କରିଛନ୍ତି ସେଇ ନନ୍ଦଲାଲା ଡାଇଲଗ। ଆଚ୍ଛା ବିଗତ ଦିନ ବର୍ଷ ତଳର ନ୍ୟୁଜ ବଜେଇଲେ ଲୋକ କଣ ଠିକ ଭାବିବେ? ତୃପ୍ତିର ଅବସାଦ ନାହିଁ ଯେତେ ଦେଖୁଥିଲେ ନୂଆ ଦିଶୁଥାଏ। ହଁ ଯେ ତେଣୁକରି ଆପଣଙ୍କର ସେଇ ଶବ୍ଦଟା ଆଜି ବି ଲୋକଙ୍କ କାନରେ ଗୁଞ୍ଜା ହଉଛି ଛୋଟ ଛୁଆ ବି କହୁଛନ୍ତି ମୁଁ ନନ୍ଦଲାଲା। ମୁଁ କଣ ଏତେ ଭଲ ମାନେ ସିନେରୀଟେ ମତେ ଦେଖିଲେ ଆଉ ଲୋକ ଖାଲି ମନେ ପକଉଥିବେ। ଆପଣଙ୍କ ଭଏସ ଟା ସେତେ ସୁନ୍ଦର ସାର୍ ଯାହା ଫଳରେ ଲୋକ ମନେ ରଖିଛନ୍ତି ଆପଣଙ୍କୁ ନହେଲେ ମୁଁ କେମିତି ପଚାରିଥାନ୍ତି। ହଉ ଠିକ ଅଛି କହିଦବା ଆଉ ଯଦି କହୁଛନ୍ତି। ମୁଁ ନନ୍ଦଲାଲା ତୁଣ୍ଡରେ ହରିହରି ବେକରେ ତୁଳସୀ ମାଳା ଗୋପରୁ ମଥୁରା ଚାଲେ ମୋରି ଲୀଳା ଯିଏ ମତେ ବିରୋଧ କଲା କରିଦେବି ତାର ଠିଆ ପାଲା ତିଙ୍ଗିନା ଦେଇ
ଧେଟେ କେଟେ ଥେଇ ସେଇ ରୂପରେ ଏଥର ଟାଇଆ ଭାଇ ଦେଖାଯିବେ। କହିହବନି, ସେ ନାଟକ ତ ଗଲା ବର୍ଷ ହେଇଯାଇଛି ସେଠି, ତ ସେଠି 6 ରାତି ଧରିକି ହେଇଥିଲା ନା 5 ରାତି ଧରିକି, ତ ଆଉ ନ ହେଇ ବି ଭାଇ ଆପଣଙ୍କୁ କେତେବେଳେ ଭିଲିଆନ କ୍ୟାରେକ୍ଟର ମିଳେ ଆଉ କେତେବେଳେ ନେଗେଟିଭ କେତେବେଳେ ପଜିଟିଭ, ଆପଣଙ୍କୁ କୋଉ କ୍ୟାରେକ୍ଟର ଭଲ ଲାଗେ, କୋଉ କ୍ୟାରେକ୍ଟର ସୁଟ୍ କରେ ଆପଣ? ମୁଁ ଭାବେ ମତେ ସବୁ କ୍ୟାରେକ୍ଟର ହିଁ ଭଲ ଲାଗେ। ଚରିତ୍ର ଭିନ୍ନ ଭିନ୍ନ କରିବା, ଏଟା ସିନେମା ହେନେ ଯେ ମୁଁ ଗୋଟେ ଫିଲ୍ମ ବର୍ଷରେ କରିଦେବି, ମତେ ଗୋଟେ ଚରିତ୍ରରେ ଦେଖିବେ, ମନ ଶାନ୍ତି କରିବେ। ଏଠି 5 ରାତି ହଉଛି, 5 ରାତି 5 ପ୍ରକାର ଆସୁଛନ୍ତି ଦର୍ଶକ ଭେରାଇଟିର। ମୁଁ ଯଦି 5 ରାତି ନହେଲେ ଗୋଟାଏ ଦର୍ଶକ ଯଦି 3 ରାତି ଆସିବ, ମତେ ଯଦି ଗୋଟାଏ ଚରିତ୍ର ଭଳି ଦେଖିବ, ମତେ ବି ମାନେ ଭଲ ଲାଗିବନି ତାଙ୍କ ଆଗରେ ପରିବେଷଣ କରିବା ପାଇଁ ଅଭିନୟ। ତେଣୁ ଭିନ୍ନ ଭିନ୍ନ ଚରିତ୍ରରେ ଅଭିନୟ କଲେ ଟେଷ୍ଟଟା ଟିକେ ମଜା ଲାଗେ, ମାନେ ଦର୍ଶକ ମାନଙ୍କୁ ବି ଭଲ ଲାଗିବ। କେବେ ଆପଣ ମାନେ ମନ ଦୁଃଖରେ ଘରକୁ ଫେରିଛନ୍ତି, କୋଉ ଦିନ ଆପଣଙ୍କୁ ଲାଗିଛି କି ନାଇଁ ଆଜି ଏମିତି ଟିକେ ହେଇଗଲା? ହଁ ନିଶ୍ଚିତ ଭାବରେ, ମଣିଷ ନାମେ ହିଁ ଭୁଲ, ମାନେ ବେଳେ ବେଳେ ବି ଭୁଲ ହୁଏ। ଭୁଲଟାକୁ ଆମେ ଜାଣିପାରିବୁ ଯେ ନାଇଁ ଆଜି ପରଫର୍ମାନ୍ସରେ ଟିକେ ଇଏ ହେଇଛି। ସେମିତି ଆଉ ଡେଲି ଲାଇଭ୍ ଶୋ ନା, ଲାଇଭ୍ ଶୋରେ କେତେବେଳେ ଚଳନ୍ତି ଟ୍ରେନ ଚାଲୁ ଚାଲୁ କେତେବେଳେ ଠୁକ୍ ଠାକ୍ ହବ, ସେଥିରେ ଆଉ ମାନେ ମିଷ୍ଟେକ୍ ଟାକୁ ଧରା ପଡେନି, ଆପଣ ମ୍ୟାନେଜ କରିଦିଅନ୍ତି? ହଁ ମ୍ୟାନେଜ ତ କରିବାକୁ ଆଜ୍ଞା ପଡିବ ଏମିତି ଆଉ। କୋଉ ନାଟକ ଅଛି ଯୋଉଟା ଦର୍ଶକଙ୍କୁ ଅତି ମାନେ ଆପଣଙ୍କ ରୋଲ ଟା ଅତି ଖରାପ ଲାଗିଛି ଆଉ ଦର୍ଶକ ଆପଣଙ୍କୁ ଗାଳି କରୁଛନ୍ତି କଣ? ଗାଳି ପ୍ରାୟ ନେଗେଟିଭ ଚରିତ୍ରରେ କରନ୍ତି। ମୁଁ ରଙ୍ଗମଲ୍ଲରେ କରିଥିଲି, ରଙ୍ଗମଲ୍ଲରୁ ମୋର ଆରମ୍ଭ ହେଇଥିଲା ନେଗେଟିଭ ଚରିତ୍ର ସବୁ କରିବା। ମିଛୁଆ ରାଧା ଗପସରିଲା, ଗଙ୍ଗାଠୁ ପବିତ୍ର ଗଙ୍ଗଶିଉଳି, ସେଥିରେ ଗୋଟେ କ୍ୟାରେକ୍ଟର କରୁଥିଲି ସାଇକୋ, ଗୋଟେ ଇଏ ଭାରି ଘୃଣା କରନ୍ତି। ହଁ, ଆଉ ତାପରେ ଏଇ ନନ୍ଦଲାଲା ଚରିତ୍ରକୁ ଘୃଣା କରନ୍ତି, ଭଲ ପାଇବା ଦେଇଛନ୍ତି ବହୁତ। ଘୃଣା କରିବା ମାନେ ଚରିତ୍ରକୁ ଦେଖିକି ଘୃଣା କରନ୍ତି, ମଣିଷ ହିସାବରେ ଭଲ ପାଆନ୍ତି। ଟାଇଆଙ୍କର ନାଁକୁ ଆପଣଙ୍କ ସାଙ୍ଗମାନେ ହେଲା କି ଘର ପରିବାରରେ ଅନ୍ୟ କୋଉ କୋଉ ନାଁରେ ଡାକନ୍ତି? ମାନେ ଆପଣଙ୍କର ଆଉ ଅନ୍ୟ କିଛି ନାଁରେ? ମୋର ଗୋଟେ ନାଁ ହଉଛି ଟାଇଆ। ସମସ୍ତେ ସେଇ ନାଁରେ ଡାକନ୍ତି? ହଁ, ମୋର ଗୋଟେ ନାଁ ଟାଇଆ। ମୋ ନୂଆ ନାଁ ବି ପ୍ରାୟ ଲୋକ ଜାଣିନାହାନ୍ତି, ସାର୍ଟିଫିକେଟ ଯା ମେନସନ ନିଶିକାନ୍ତ ଜେନା। ଆଚ୍ଛା, ଆପଣଙ୍କୁ ମ୍ୟାଡାମ କଣ ଡାକନ୍ତି, ସେଇ ଟାଇଆ ବୋଲି ନା ହେଇଠି ଶୁଣୁଛ? ହଁ ହଁ, ଟାଇଆ ଟାଇଆ ହେଇଠି ଶୁଣୁଛ, ଇଏ ଆଲୋ ବାପା ସେ ସବୁ ଟିକେ ଫର୍ମାଲିଟି ଟିକେ ମତେ ଭଲ ଲାଗେ ନା, ସତ କଥା। ପ୍ରେମ ସେ ଡାକିବ ମାନେ ଖୋଲିକି କଣ ଡାକିଦବ, ସଇଲା ସଇଲା। ଆଉ ଏତେ ଆପଣ ରାଜ୍ୟ ସାରା ବୁଲି ବୁଲି ଯାତ୍ରା କରୁଛନ୍ତି, ଆପଣଙ୍କୁ କୋଉ ଅଞ୍ଚଳ କୋଉ ଜିଲ୍ଲା ଆପଣଙ୍କୁ ବହୁତ ଭଲ ଲାଗିଛି, ଯେ ସେଇଠି ଯାତ୍ରା ଆପଣ ଯେତେବେଳେ ପରିବେଷଣ କରୁଛନ୍ତି ଆପଣଙ୍କୁ ବହୁତ ଖୁସି ଲାଗିଛି? ମତେ ମୟୂରଭଞ୍ଜ ବଢିଆ ଲାଗେ। ଯାତ୍ରା ପରିବେଷଣ କରିବା ପାଇଁ ଅଲଗା ଜିଲ୍ଲା ଥାଇପାରେ, କିନ୍ତୁ ନା ଭଲ ଲାଗେ କୋଉଟା? ପରିବେଶ ମତେ ମୟୂରଭଞ୍ଜ ବଢିଆ ଲାଗେ। ମୟୂରଭଞ୍ଜ ମତେ ଏକଦମ ବଢିଆ ଲାଗେ। ଶ୍ରେଷ୍ଠ ମଞ୍ଚ କୋଉଟା? ଆଉ ନିଜ ମାଟି ତ ଭିଟା ମାଟି, ମାନେ ଯାଜପୁର ମୋର, ସେଠି କରିବାକୁ ତ ମାନେ ପଜିଟିଭଲି ମୁଁ ପ୍ରଥମେ କହିଥାନ୍ତି, କିନ୍ତୁ ମତେ ଯୋଉଟା ଖୋଲା ଖୋଲି ଭଲ ଲାଗେ, ସେ ମାନେ ଫ୍ରି ସ୍ପେସ ଟା ମତେ ବହୁତ ବଢିଆ ଲାଗେ। ଦର୍ଶକ ମାନେ ଆପଣଙ୍କୁ ସବୁବେଳେ ଭିଲିଆନ ମାନଙ୍କୁ ପ୍ରାଧାନ୍ୟ ଦିଆଯାଏ, ଯାତ୍ରାରେ ଭିଲିଆନ ମାନଙ୍କୁ ବହୁତ ଜଲ୍ଦି ଲୋକ ଭଲ ପାଇବା ଦିଅନ୍ତି। ସେ ଦୈତାରୀ ପଣ୍ଡା ହୁଅନ୍ତୁ କି ସେ ପିୟୁଷ ତ୍ରିପାଠୀ, ନେଗେଟିଭ କ୍ୟାରେକ୍ଟର ଯିଏ ଆସନ୍ତି ତାକୁ ସଡନ କଲେକ୍ଟ କରାଯାଏ। କଣ ଯାତ୍ରାରେ ନେଗେଟିଭ ଟା ପପୁଲାରିଟି? ନା, ସମୟ ଯୋଉ ହିସାବରେ ଚାଲିଥାଏ, ତ ସିଜିନ ନେଇକି, ଯେମିତି କଦଳୀ ସିଜିନରେ କଦଳୀ ଖାଇଲେ ଭଲ ଲାଗିବ, ଆଉ ତାକୁ ଯଦି ଆମେ କଞ୍ଚା ସମୟରୁ ଚୋବେଇ ଖାଇବା ଅଲଗା ସିଜିନରେ, ସେ କଣ ଆଉ ଚଳିବ? ତେଣୁକରି ଯୋଉ ସମୟରେ ଯାହା। ଆଚ୍ଛା, ଯାତ୍ରାରେ ଗୋଟେ ଆଉ ଅଶ୍ଳୀଳତା ଯୋଉ କହିଲେ କଣ ନେଗେଟିଭ ଯୋଉ ଚରିତ୍ର ଉପରେ ଫୋକସ, ନାହିଁ ସେମିତି ତ କିଛି ନାହିଁ। ମୋ ମତରେ କାହାଣୀ ହଉଛି, ନାଟକର ହିରୋ ହଉଛି କାହାଣୀ। ଯଦି କାହାଣୀ ହିଟ୍ ହବ, ତାହେଲେ ଆମେ ଚରିତ୍ର ମାନେ ସବୁ ହିଟ୍। ଆଉ ଯଦି ଜଣେ ହିଟ୍, ଗୋଟେ ଚରିତ୍ର ଖାଲି ହିଟ୍ ହେଇଯାଇଛି, ନାଟକ ହିଟ୍ ହେଇପାରିବନି। ସେମିତି ବାୟୋପିକ୍ ହେଇପାରେ ବେଳେ ବେଳେ ସମ୍ଭବତଃ, କିନ୍ତୁ 5 ଆଙ୍ଗୁଠି ଯଦି ଏକ ନହବ, ମୁଠାଟା ଆଉ କେମିତି ହବ? ବିଧାଟା କେମିତି ହବ? ନବବର୍ଷରେ ଆପଣଙ୍କୁ ଭଲ ପାଉଥିବା ଦର୍ଶକ ମାନଙ୍କୁ କଣ କହିବେ? ବହୁତ ଭଲରେ ରୁହନ୍ତୁ, ସୁଖରେ ରୁହନ୍ତୁ, ସମସ୍ତଙ୍କ ଜୀବନ ଶାନ୍ତିରେ କଟୁ। ମହାପ୍ରଭୁ ଜଗନ୍ନାଥଙ୍କୁ ସମସ୍ତଙ୍କୁ ସଦାସର୍ବଦା ଘଣ୍ଟ ଘୋଡ଼େଇକି ଏରକମ ରଖିଥାନ୍ତୁ। ତ ଗୋଟେ କଥା ଭାଇ ମୋର ଭୁଲ କହିଦେଲେ, ଏଇଟା ଇଂରାଜୀ ନବବର୍ଷ, ତ ଓଡ଼ିଆ ନବବର୍ଷଟା ହେଉଛି ଆମର ପଣା ସଂକ୍ରାନ୍ତିରେ। ତ ପଣା ସଂକ୍ରାନ୍ତିରେ ମୁଁ ହିଁ ଶୁଭେଚ୍ଛା ଜଣାଏ, ଯାହାକୁ ଇଏ କରେ ଭାଇଚାରା। ଯେହେତୁ ଆମର ପାରମ୍ପରିକ ନବବର୍ଷ ହେଉଛି ପଣା ସଂକ୍ରାନ୍ତି, ମୁଁ ଏଟାକୁ ଏଇ କିଛି ଦିନ ହବ ମାନେ ନୂଆ ବର୍ଷ ବୋଲି ମାନେ କ୍ୟାଲେଣ୍ଡର ଚାଲେ, କିନ୍ତୁ ଇଏ କରେ ଏଇଥିପାଇଁ ଆମେ ଅନ୍ୟର ଶାସନରେ ମାନେ ପରିଚାଳିତ ହଉଛନ୍ତି ବୋଲି ମତେ ଲାଗେ। କେକ୍ କାଟିବା,
ଏଇ ଯେଉଁ ଆଜିକାଲି ସବୁ ଡିଜେ ସିଷ୍ଟମରେ ପାଳନ କରିବା। ଆପଣଙ୍କ ଆନିଭର୍ସରୀ ଜନ୍ମଦିନ ନାଇଁ ମୁଁ ଭାବେ ବୋଧେ ତାଙ୍କୁ ଟ୍ୟାରିଫଟା ଆମେ ଏଇ ବାଟରେ ଦଉଛନ୍ତି କେକ୍ କାଟିକି। ମୁଁ ଭାବୁଛି 95 ମେଳା ଟିକେ କଲେ ବହୁତ ବୋଧେ ଭଲ ଲାଗନ୍ତା। କେକ୍ ଖୁସିରେ କାଟନ୍ତୁ କିନ୍ତୁ ମନେଇବାଟା ମୁଁ ଭାରତବାସୀ ହିସାବରେ ଗ୍ରହଣ କରିବିନି, ମତେ ଭଲ ଲାଗେନି ଟିକେ। ଆପଣ ପ୍ରାଧାନ୍ୟ ଦେବେ ହିନ୍ଦୁତ୍ୱ? ନିଶ୍ଚିତ ଭାବରେ ମୁଁ ଜଣେ ହିନ୍ଦୁ, ମାନେ ହିନ୍ଦୁତ୍ୱକୁ ପ୍ରାଧାନ୍ୟ ଦେବି। ତା ମାନେ ମୁଁ କହୁନି ଯେ ଭାଇଚାରା କୋଉଥିରେ ନାହିଁ, ମୁଁ କହୁନି ଭାଇଚାରା ନାହିଁ। ପୃଥିବୀରେ ସମସ୍ତ ଯୋଉ ଦେଶର ଲୋକ ଅଛନ୍ତି ସେ ବି ମଣିଷ ନା, ଆଉ ଏଇ ରକ୍ତ ମାଂସରେ ଗଢ଼ା ଶରୀର। ଆମକୁ ଜାଣିକି ବହୁତ ଖୁସି ଲାଗିଲା କାଳିଆ ଭାଇ ଯାତ୍ରା ଜଗତରେ ଆଜି ପର୍ଯ୍ୟନ୍ତ ହିନ୍ଦୁ ନବବର୍ଷର ଶବ୍ଦ ଆମେ କୋଉଠୁ ଶୁଣି ନଥିଲୁ ଆଜ୍ଞା। ପ୍ରଥମ ଥର ଶୁଣିଲୁ ଜଣେ କଳାକାର ହେଇକି, ଆମକୁ ବି ଗର୍ବ ଲାଗିଲା ଯେ ଆପଣ ଓଡ଼ିଆ ହେଇକି ଓଡ଼ିଆ ନବବର୍ଷକୁ ମନେ ରଖିଛନ୍ତି, ହିନ୍ଦୁ ହଁ, ହେଇକି ପ୍ରକୃତରେ ଧର୍ମ ଲିଭଉଛନ୍ତି। ଆଉ 12 ମାସ 13 ପୂଜା ଆମର, ସେଇଆକୁ ଆମେ ସମ୍ଭାଳି ପାରୁନାହାନ୍ତି। ତା ଦେହରେ ପୁଣି ଗୋଟେ ନ୍ୟୁ ଇୟର, ଭାଲେଣ୍ଟାଇନ ଡେ, ରୋଜ ଡେ, ଫୋକସ ଡେ, ଅମକେଇ ଡେ ଡେ କରି କରି ମୁଣ୍ଡ ଖରାପ କରିଦେବେ। ତେଣୁକରି ଆମକୁ ଆମ ଯୋଉ ପର୍ବ ଯେତିକି ଅଛି ସେତିକି ସୁଖ ଶାନ୍ତିରେ ଆମେ କଲେ ଆମେ ଖୁସି, ଆମ ଜାତି ବି ଖୁସି। ଆମେ ଶିବାନୀର ଗାଡିଟା ଦେଖୁଛୁ, ପ୍ରଚାର ଗାଡି, କୁରକୁରି ପ୍ୟାକେଟ, ଲେଜ୍ ପ୍ୟାକେଟ, ଚିପ୍ସରେ ଭର୍ତ୍ତି ହେଇକି ଅଛି। କଣ ଆର ମେନ୍ ରିଜନ କଣ, ଏମିତି କାଇଁ କରାହେଇଛି? ଏଇଟା ଏଇ କମ୍ପାନୀ ଆଡଭର୍ଟାଇଜ ପାଇଁ ବୋଧେ କରିଛନ୍ତି। ଆଉ ଗୋଟେ ମେଳା ଚାଲିଛି ବର୍ତ୍ତମାନ, 4ଟା ପାର୍ଟି ଅଛନ୍ତି। ପୁଷୁପୁନେଇ ଯୋଉ ମେଳା ହୁଏ ଆମର ଟାଙ୍ଗିରେ, ତ ଆମେ ଅଛୁ। ତ 4ଟା ପାର୍ଟି ପଡିଛି। ଯେହେତୁ ଅଲଗା ସବୁ ଯେମିତି ସବୁ ତୋରଣ ହୁଏ ଦୁର୍ଗା ପୂଜାରେ, ସେରକମ ସେ ପ୍ରଚାର ଗାଡିଟିକୁ ଏଇ କମ୍ପାନୀର ଚିପ୍ସ, ଟପ୍ ଅଫ୍ ଚିପ୍ସରେ ସଜେଇଛନ୍ତି। ଆଉ ଆପଣଙ୍କୁ ଭାଇ ଯାତ୍ରା ଜଗତରେ ଆପଣଙ୍କର କେତେ ଦିନ ହେଲା? ମୁଁ 1969ରୁ ଅଛି ଯାତ୍ରା ଜଗତରେ। ଯାତ୍ରା ଜଗତରେ ଆପଣଙ୍କ ଇଚ୍ଛାରେ ଆସିଥିଲେ ନା ଆପଣଙ୍କ ନାଇଁ ଅନିଚ୍ଛାରେ? ଖୁସିରେ ଆସୁ ଆସୁ ରହିଯାଇଛି। ଆଉ ଯେହେତୁ ବେଉସା କରିସାରିଲିନି, ଆଉ ଖସିକି ଯିବାଟା ଇଏ ନୁହେଁ। ଆପଣ ମାନେ ପ୍ରଥମ ପାର୍ଟି କୋଉଟା ଆପଣଙ୍କର? ମୋର ଓଡ଼ିଶା ଅପେରା ଦ୍ୱିତୀୟ ଅବଦାନ ଉତ୍କଳ ଅପେରା। ଆଚ୍ଛା, ଉତ୍କଳ ଅପେରା। ହଁ 1969ରୁ ଆପଣ ହଁ ଯାତ୍ରାରେ ହଁ ହଁ। ଅଛନ୍ତି। ମଝିରେ କିଛି ଦିନ ଘରେ ମାନେ ରହିଯାଇଥିଲି 99 ବାତ୍ୟା ପରେ। ତ ରହିକି ଅଲଗା କାମରେ ସବୁ ସଂଶ୍ଳିଷ୍ଟ ଥିଲି। ତାପରେ ପୁଣି ରିଟର୍ନ। ଆଉ ଯେ ବାପା ମାଙ୍କ ପରମିଶନରେ 1999ରେ ଆସିଥିଲି ଷ୍ଟାର୍ଟିଂରେ ନା ନାଇଁ, ମୁଁ ଏମିତି ଏଇ କଳାକାରୀ ଜିନିଷ ଉପରେ ଟିକେ ଇଏ, କଲେଜ ହଉ ସ୍କୁଲ ହଉ ଗାଁରେ ଡ୍ରାମାରେ ମୋର ବହୁତ, ମୁଁ ମେଲ ଫିମେଲ ସବୁ କରିଛି, କମେଡି କରିଛି। ତ କରୁ କରୁ ଫିମେଲରେ କଣ ଶାଢୀ ପିନ୍ଧିକି ରୋଲ କରନ୍ତି ନା? କେବଳ ପ୍ରଶଂସା ପାଇଁ ଆସିଥିଲି, ପ୍ରେମ ସାଉଣ୍ଟିବାକୁ ଆସିଥିଲି। ମୁଁ ଆଗରୁ ଯୋଉ ଦେଖେ ଲେଙ୍କା ନନା ଅଛନ୍ତି, ଲୋକ ପହଞ୍ଚି ଯାଉଛନ୍ତି ଦୁଷ୍କିଣା ମେଞ୍ଚେ, ଆଉ ଭଲ ପାଇବା ବହୁତ ଦିଅନ୍ତି। ତ ତାଙ୍କ ପାଇଁ ଦରକାର ପଡ଼ିଲେ, ଗୋଟେ କୋଉ ଜାଗାରେ ଅଛନ୍ତି ଅସୁବିଧାରେ, ଟିକେ ଫୋନଟେ କରିଦେବେ, ଆରେ ବାବୁନି କୋଉଠି ଅଛୁ, ନା ନା ମୁଁ ସାଙ୍ଗେ ସାଙ୍ଗେ ଯାଇ ପହଞ୍ଚୁଛି, ନେଇକି ଗାଡ଼ିରେ ରାତିରେ ବି ଛାଡ଼ିଦେବେ। ଅସୁବିଧା ସମୟରେ ଏଇ ଯୋଉ ପ୍ରେମ ଗୁଡ଼ା ମତେ କାହିଁକି ଗୋଟେ ଆକୃଷ୍ଟ କରେଇଲା। ଆଉ କରେଇଲା ମାନେ ଭଲ ପାଇବାଟା ମୁଁ ସାଉଣ୍ଟିବାକୁ ଚାହିଁଲି। ମାନେ କଳା ମାଧ୍ୟମରେ ଭଲ ପାଇ ହବ ତ ଦେଖିବା। ଦେଖୁ ଦେଖୁ ସେମାନଙ୍କର ପ୍ରୋତ୍ସାହନ, ଆଉ ଅକ୍ଷୟ ଲେଙ୍କା ମୋର ବଡ଼ ଭାଇ, ସିଏ ଆମ ଯାଜପୁରର, ସିଏ ତାଙ୍କର ପରାମର୍ଶ, ସେ ମତେ ଆଣିଥିଲେ ଏ ଲାଇନକୁ। ତ କହିଲେ ଚାଲ ବୋଲି। ସେତେବେଳେ ପଇସା ତ ନାହିଁ, 20,000 19,000। ତଥାପି ପ୍ରଥମ ଦରମା କେତେ ଥିଲା ଆପଣଙ୍କର? ମୋର 20,000 କି, ହଁ 20-21,000 ବୋଧେ। 20-21,000 ଫାଷ୍ଟ ବର୍ଷକୁ। ହଁ। ତ କେମିତି କଣ ଖର୍ଚ୍ଚ କଲେ, ମାନେ କିଛି ମହତ୍ କାମରେ ନା ଏମିତି ଉଡେଇଦେଲେ? ନାଇଁ, ଦରମା ବୋଲି ସେମିତି ମାନେ ଏଇଭଳିଆ ଖାଇକି, ସେତେବେଳେ ଛୋଟ ମାନେ ମୁଣ୍ଡଟା ହଉଛି ଟୋକା ମନ ଟୋକେଇରେ, ତବୁ ସବୁ ଖାଇକି ଖଟିଆ କରିଦବା କଥା। ସେତେବେଳେ ଘରୁ ମୁଁ ଟଙ୍କା ନେଇକି ଚଳେ। ଆପଣଙ୍କ ଲୋକଙ୍କ ପାଖକୁ ପ୍ରଥମ କୋଉ ମଞ୍ଚ ଆଉ କୋଉ ବହି ଆପଣଙ୍କୁ ଲୋକଙ୍କ ପାଖକୁ ପପୁଲାରିଟି ଦେଇଥିଲା? ମୁଁ ଆକ୍ଚୁଆଲି ହିରୋ କରୁଥିଲି ବହୁତ ଦିନ, ମାନେ ତ୍ରିନାଥରେ ହିରୋ କରିଥିଲି, ଟାଇଗର ତାରିଣୀରେ ହିରୋ କରିଥିଲି, ମା ତାରିଣୀରେ ବି ହିରୋ କରିଛି। ହିରୋ କ୍ୟାରିୟର ଭିତରେ ବିଶ୍ୱ ଦରବାର ପର୍ଯ୍ୟନ୍ତ କରିଛି। ଦର୍ଶକ ମହଲ ଗଲି, ହିରୋ କଲି। ତାପରେ ଯେତେବେଳେ ରଙ୍ଗମହଲକୁ ଆସିଲି, ରଙ୍ଗମହଲରୁ ମୋ ନେଗେଟିଭ ହିଁ ଷ୍ଟାର୍ଟ ହେଲା। ନେଗେଟିଭରେ ଲୋକ ଗ୍ରହଣ କଲେ? ହଁ, ନିଶ୍ଚିତ ଭାବରେ। ସେଇ ବର୍ଷରୁ ହିଁ ମତେ, ମାନେ ମୁଁ ହିରୋ ଯେତିକି ଦିନ କରିଥିଲି, ଯେତିକି ଯାହା ଜାଣିଥିଲେ। ଯେତେ ଦିନ ଯାତ୍ରା କରିଛନ୍ତି ଆଉ ଯେତେ ଥର ଆପଣ ଭୁବନେଶ୍ୱର ଖଣ୍ଡଗିରି, ଗୋଟେ ବହୁତ ବଡ ମଞ୍ଚ ଯାତ୍ରା ପାଇଁ, ଖଣ୍ଡଗିରି ମଞ୍ଚରେ ଆପଣ ପ୍ରଥମ ଥର ଆପଣଙ୍କର ଫାର୍ଷ୍ଟ ଟାଇମ ଭାଇରାଲ ହେଲା ମୁଁ ନନ୍ଦଲାଲା। ଅନେକ ଦିନ ସଫଳତା। ଆପଣ ସେତେବେଳେ ବହୁତ ପ୍ୟାନେଲରେ ବି ବସିକି କହିଲେ ଯେ ଆପଣ ସେ ଡାଇଲଗ ବି ସୋସିଆଲ ମିଡିଆରେ ଆଜି ପର୍ଯ୍ୟନ୍ତ ଲୋକଙ୍କ କାନରେ ଗୁଞ୍ଜୁ ରହୁଛି। ନାଇଁ, ମାନେ ରଙ୍ଗମହଲ ନାଟକ ବି ମୁଁ ସେଇ ଭଦ୍ରକିଆ ଟୋକା, 8 ରାତି 7 ରାତି ହେଇଥିଲା, ମୋର ଗୋଟେ କିନ୍ନର ଚରିତ୍ର ଥିଲା, ଅଙ୍ଗାଠୁ ପବିତ୍ର, ବଡ଼ଦାଣ୍ଡର ଭିକାରୀ। ସେଠୁ ମୁଁ ମାନେ ମତେ, କିନ୍ତୁ ଏଇଠୁ ଯେମିତି ମାନେ ୟୁକ୍ରେନ ରଷିଆ ଯୁଦ୍ଧ ହବା, ଆଉ
ଥାର୍ଡ ୱାର୍ଲଡ ୱାର ହବା ଆ ଭିତରେ ଗୋଟେ ଫରକ ଥାଏ। ମତେ ସେଇ ଖଣ୍ଡଗିରି ଯୋଉ ନନ୍ଦଲାଲା କଥା କହିଲେ ସେମିତି ଗୋଟେ ମାନେ ଗୋଟେ ଯାହା ବେସ୍ ଥିଲା ସେଇଠୁ ବ୍ଲାଷ୍ଟ ହେଲା ଆଉ। ଧନ୍ୟବାଦ ଭାଇ ଜୟ ଜଗନ୍ନାଥ। ଜୟ